ଜୟ ଜଗନ୍ନାଥ ସମସ୍ତଙ୍କୁ। ଆଜି ଗୋଟେ ରେସିପି ତ ନେଇ ଆସିଛି, ହେଲେ ନାଁଟା ଆପଣମାନେ ଦେବେ। ଚାଲନ୍ତୁ ରେସିପି ଆଡ଼କୁ। ଆଜି ବନେଇବା ଗାଜର, ଆଳୁ, ପିଆଜ, ସୁଜି ଆଉ ଚିନି ମିଶାଇ ସୁପର କ୍ରିସ୍ପି। ଗାଜର ଆଖି ପାଇଁ ଭଲ, କିନ୍ତୁ ଏଠି ଜିଭ ପାଇଁ। ଯେଉଁଠି ଆଳୁ ସେଠି ଲୋକ ଭିଡ଼। ପିଆଜ ନ କାଟିଲେ ରେସିପି ରାଗ କରିବ। ଅଳ୍ପ କଞ୍ଚା ମୁଗ ବୁଟ, ସ୍ୱାଦ ବି ରହେ, ପେଟ ବି ଖୁସି। ସୁଜି କ୍ରିସ୍ପିର ସିକ୍ରେଟ ଏଜେଣ୍ଟ। ଦହି ମିଶାଇଲେ ଜିନିଷ ନୁହେଁ, ମନ ବି ମିଶିଯାଏ। ସ୍ୱାଦ ଅନୁସାରେ ଲୁଣ, ଅଳ୍ପ କଞ୍ଚା ଜିରା, ହଳଦୀ, ଲଙ୍କାଗୁଣ୍ଡ, ବାଲାନ୍ସ ପାଇଁ ଅଳ୍ପ ଚିନି। ସବୁକୁ ଏକାଠି ଏମିତି ମିଶାନ୍ତୁ ଯେ ଯେମିତି ବିବାହରେ ଦୁଇ ପରିବାର ମିଶୁଛନ୍ତି। ଏବେ 10 ମିନିଟ୍ ରେଷ୍ଟ ଦରକାର, କାରଣ ଏହା ଜିମ୍ ଯାଇନି। ମ୍ୟାରିନେସନରେ ବଡି ବନିବ। ମ୍ୟାରିନେସନ ଏମିତି ଏକ ଜିନିଷ, ରେସିପି ନିଜେ କହିବ ମୁଁ ଏବେ ରେଡି। ଏବେ ଫ୍ରାଏ ପ୍ୟାନରେ ଦେବା ସମୟ। ଧୀରେ ଧୀରେ, ନହେଲେ ପ୍ୟାନ୍ ଡରିଯିବ। ଫ୍ରାଏ ପ୍ୟାନରେ ଦେବା ହାଫ୍ ଟେବୁଲ ସ୍ପୁନ୍ ଅଏଲ। ସେଥିରେ ଦେବା ଗୋଳେଇ ରଖିଥିବା ବେଟର, ଉପରେ ଚିଜ, ପୁଣି ବେଟର। ଏବେ ଢାଙ୍କୁଣା ଦେଇ 5 ମିନିଟ୍ ଛାଡ଼ିଦେବେ। ଭିତରେ ରେସିପି ନିଜେ ନିଜେ ସ୍ମାର୍ଟ ହେଉଛି। ଢାଙ୍କୁଣା ତଳେ ଫୁଲ ମିଟିଂ ଚାଲିଛି। 5 ମିନିଟ୍ ପରେ ରେଜଲ୍ଟ। ଏବେ ଧୀରେ ଧୀରେ ଓଲଟେଇବା। ଜର କଲେ ପ୍ୟାନ୍ ମଧ୍ୟ ମନ ଖରାପ କରିଦେବ। କମ୍ ତେଲ, ଫୁଲ ଟେଷ୍ଟ। ଆମ ରେସିପି ଏବେ ଫୁଲ ରେଡି। ବାହାରେ କ୍ରିସ୍ପି, ଭିତରେ ସଫ୍ଟ। ଏହା ହେଉଛି ରେଡି ସିଗ୍ନାଲ। ପ୍ୟାନ୍ ମଧ୍ୟ କହୁଛି ବାସ୍ ମୋ କାମ ଶେଷ, ରେସିପି ରେଡି। ଏମିତି ରେସିପି ଭଲ ଲାଗୁଥିଲେ ଲାଇକ୍, ସେୟାର ଆଉ ନ୍ୟୁ ଭିଡ଼ିଓ ପାଇଁ ସବସ୍କ୍ରାଇବ୍। ଆଉ ଗୋଟେ ଭିଡ଼ିଓ ଯାଏଁ ରହିଲି।